ହଁ ଦେଖନ୍ତୁ ଏଇଟା ତ ତାଙ୍କର ଆଇନ ତ ତାଙ୍କ ଖତମ ହେଇଗଲେ। ବିଜୁ ଜନତା ଦଳ ଅଛି କି? ତାଙ୍କେ ଭାଗ ଭାଗ ହେଇକିରି ଅଛନ୍ତି। ଆପଣ ସମୟକୁ ଅପେକ୍ଷା କରନ୍ତୁ, ତାଙ୍କେ ସଫା ହେଇଯିବେ। ସଫା ମାନେ ପୁରା କ୍ଲିନ୍ ହେଇଯିବେ, କ୍ଲିନ୍ ସୁଇପ୍ କ୍ଲିନ୍। ଦୀର୍ଘ 2 ବର୍ଷ ହେଲା ରାସନ କାର୍ଡ ଲୋକ ପାଇନାହାନ୍ତି। ଛୋଟ ଛୁଆ ବି ପାଇନି କି ତମର କେହି ପାଇନାହାନ୍ତି, କେହି ପାଇନାହାନ୍ତି। ଅକର୍ମଣ୍ୟ ବିଶେଷ କରି ଅକର୍ମଣ୍ୟ ଲୋକମାନେ ବି ପାଇନାହାନ୍ତି। ପାଖାପାଖି 10 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଆପ୍ଲାଏ କରିଛନ୍ତି। ବର୍ତ୍ତମାନ ସେ 5 ଲକ୍ଷ ଲୋକ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। 10 ମାସ 11 ମାସ ସରକାର କ'ଣ କରୁଥିଲେ? ଆଜି ଯାଏ ରାସନ କାର୍ଡ ଲୋକ ପାଇନାହାନ୍ତି। ରାସନ କାର୍ଡ କ'ଣ ଆଙ୍କେ ଦେବେ? ଏବେ କେନ୍ଦ୍ର କଂଗ୍ରେସ ସମୟରେ ରାସନ କାର୍ଡ ଆରମ୍ଭ ହେଇଥିଲା। ଗୋଟେ ଆଇନ ତିଆରି ହେଇଛି, ଫୁଡ୍ ସିକ୍ୟୁରିଟି ବିଲ୍ ତିଆରି ହେଇଛି, ତାହେଲେ ରାସନ କାର୍ଡ ଅନ୍ତର୍ଭୁକ୍ତ। ଏମାନେ ଦେବାକୁ ବାଧ୍ୟ। ତାଙ୍କ ବାପା ପୈତୃକ ସମ୍ପତ୍ତି ଦେଉଛନ୍ତି, ଏମାନେ ଦେବାକୁ ବାଧ୍ୟ। ହଁ ଦେଖନ୍ତୁ ଏଇଟା ତ ତାଙ୍କର ଆଇନ ତ ତାଙ୍କ ଖତମ ହେଇଗଲେ। ବିଜୁ ଜନତା ଦଳ ଅଛି କି? ତାଙ୍କେ ଭାଗ ଭାଗ ହେଇକିରି ଅଛନ୍ତି। ଆପଣ ସମୟକୁ ଅପେକ୍ଷା କରନ୍ତୁ, ତାଙ୍କେ ସଫା ହେଇଯିବେ। ସଫା ମାନେ ପୁରା କ୍ଲିନ୍ ହେଇଯିବେ, କ୍ଲିନ୍ ସୁଇପ୍ କ୍ଲିନ୍।